हाँ ସମସ୍ତଙ୍କୁ ନମସ୍କାର ଗୁଡ୍ ଇଭିନିଂ। ବାକି ଆମେ ଦେଖିବା ତ ପ୍ରଥମ କଥା ହେଉଛି କ'ଣ ନା ଆମେ ଗୋଟେ PDF ଆସିଛି ଯେ କି ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ଼ରୁ ଆସିଛି, ଯେଉଁଟାକି ଆମର ଏବେ ଯାହା ଭାଇରାଲ୍ ହେଉଛି ଆପଣଙ୍କ ପାଖକୁ ଆସିଛି। ପ୍ରାୟତଃ ଏଇଟା ମାର୍ଚ୍ଚ 4 ତାରିଖରୁ ଏଇଟା ଅପଡ଼େଟ୍ ହେଇସାରିଛି, ଯାହାକି ଆକର୍ଡ଼ିଂ ଟୁ ଲେଟର୍ରେ। ଦେଖନ୍ତୁ ଆମେ ଏଠି ଫିଜିକାଲ୍ ଏଜୁକେସନ୍କୁ ଯିବା, ଯେହେତୁ ଆମେ ଫିଜିକାଲ୍ ଏଜୁକେସନ୍ରେ ଅନବରତ ଡିସ୍କସନ୍ ଚାଲିଛି କି ଅନବରତ ପ୍ରିପାରେସନ୍ ଚାଲିଛି। ଆଚ୍ଛା, ତ ଯଦି ଆମେ ଫିଜିକାଲ୍ ଏଜୁକେସନ୍କୁ ଯିବା, ଫିଜିକାଲ୍ ଏଜୁକେସନ୍ରେ ଦେଖନ୍ତୁ ଆଉ ସେ ମାନେ କ'ଣ ସେ ଯୁଗ ଉଠିଗଲା ଯେଉଁଟାକି ଆପଣମାନେ ଯେଉଁଟାକି 2021ରେ ଆମେ କ'ଣ କରିଥିଲେ ନା 48-49 ରଖିକି ପିଲା ଚାକିରି ପାଇଥିଲେ। ତ ତାପରେ କାଳକ୍ରମେ 100 ରଖିକି ମଧ୍ୟ ପିଲା ଚାକିରି ପାଇଲେ ନାହିଁ 2022ରେ, ଯେଉଁଟାକି 2023ରେ ଆପଣଙ୍କର କ'ଣ ହେଲା ନା ଆପଣଙ୍କର 2023ରେ କ'ଣ ହେଲା ନା ଆପଣଙ୍କର 90 ରଖିକି ଚାକିରି ପାଇଲେ। ମୋ କହିବା କଥା ବର୍ତ୍ତମାନ ଧରଣ UR କଟଅଫ୍ ଯାଇଛି, ଦେଖନ୍ତୁ କେତେ ଆପଣଙ୍କର ହିନ୍ଦୀରେ ରହିଲା 124, କ୍ଲାସିକାଲରେ ରହିଲା 125, ଆପଣଙ୍କର TGT CBZରେ 89, ଆଉ TGT PCMରେ 103, ଆର୍ଟ୍ସରେ ହେଉଛି 103। ମୋ କହିବା କଥା PETରେ ଗଲା କେତେ ନା 96.5, ଯେଉଁଟାକି ମାନେ ସେତେଟା କମ୍ ଯାଇନି, ବହୁତ ଢେର ଅଧିକ ଯାଇଛି, ଯେଉଁଟାକି ଅତ୍ୟନ୍ତ ଏକ୍ସେସ୍ ଯାଇଛି UR ଫିମେଲ୍ର, ହେଲା କି। ଯେହେତୁ ମୋର ବର୍ତ୍ତମାନ କ୍ୱେଶ୍ଚନ୍ ଏଇ ଯେଉଁ ଆପଣଙ୍କର 96.5 ଯିଏ ରଖିଛି ସିଏ ତ ସିଲେକ୍ସନ୍ ହେଇଛି। ମୋ କହିବା କଥା ମୋ କ୍ୱେଶ୍ଚନ୍ ହେଉଛି ଯେଉଁ ପିଲାଟି 95 ରଖିଛି ବା କେବଳ 96 ରଖିଛି, ସେ କ'ଣ ପାଠ ପଢ଼ୁନଥିଲା? ନିହାତି ଭାବରେ ପାଠ ପଢ଼ୁଥିଲା। କିନ୍ତୁ ଦେଖନ୍ତୁ କେତେ କଟଅଫ୍ କେତେ ହାଇ ଯାଇଛି ଦେଖନ୍ତୁ। ତାପରେ UR ମେଲ୍ରେ କେତେ ଯାଇଛି ନା 102 ଯାଇଛି କଟଅଫ୍, ନିହାତି ଭାବରେ। କେଉଁଟା SSBର, ଯେଉଁଟାକି ଫୁଲି ଆଡେଡ଼ ଗଭର୍ଣ୍ଣମେଣ୍ଟ ସ୍କୁଲରେ ଯେଉଁଟା ପାଇଥିଲେ ସେଇଟା କଥା ମୁଁ କହୁଛି। ବର୍ତ୍ତମାନ ଆପଣଙ୍କ ସାଙ୍ଗ ବନ୍ଧୁ କୁଟୁମ୍ବ ସମସ୍ତେ ପାଇଛନ୍ତି। ଦେଖ SCରେ ଯାଇଛି 57 ଫିମେଲ୍, SC ମେଲ୍ରେ 71 ଯାଇଛି 0.5, ST ଫିମେଲ୍ରେ ଯାଇଛି 43, ST ମେଲ୍ରେ ଯାଇଛି 36। ତେଣୁକରି ମୋ କହିବା କଥା ଆଉ ସେମିତି ଯେ ନାହିଁ ଯେ ଆମେ ଛୋଟ ମାନେ ଅଳ୍ପ କମ୍ ପ୍ରିପାରେସନ୍ରେ ଆମେ ଚାକିରି କରିଯିବା କି ଆମେ ଅଳ୍ପ ପଢ଼ିଦେଲେ ହେଇଯିବ, ନା ଆପଣଙ୍କୁ ହାର୍ଡ଼ୱାର୍କ କରିବାକୁ ପଡ଼ିବ। ଦେଖନ୍ତୁ ଏଇ ଯେଉଁ କଟଅଫ୍ଟାକୁ ଲକ୍ଷ୍ୟ କରନ୍ତୁ 102, ମାନେ ଭାବୁଥାନ୍ତୁ କେଉଁ ଲେବୁଲ୍ର ପ୍ରିପାରେସନ୍ ହେଉଛି, ହେଲା କି। ପିଲାମାନେ ବହୁତ ପଢ଼ୁଛନ୍ତି, ପ୍ରବଳ ପଢ଼ୁଛନ୍ତି। ଆଚ୍ଛା, ମୁଁ କହିବା କଥା 101 ଯିଏ ରଖିଛି ବା 102 କେବଳ ଯିଏ ରଖିଛି ସେ ଚାକିରି ପାଇନଥିବ। ଆଚ୍ଛା, ମୋ କହିବା କଥା ଯଦି ପାଇନଥିବ ତାହେଲେ 102 ଯିଏ ରଖିଛି ସେ କ'ଣ ପଢ଼ୁନଥିଲା? ନିହାତି ଭାବରେ ପାଠ ପଢ଼ୁଥିଲା। ନା ସେ ଏମିତି ଅନ୍ଧାରିଆ ମାରି ରଖୁଥିଲା? ନା, ପାଠ ପଢ଼ୁଥିଲା। ତେଣୁକରି 102.5 ବା 102 ଯିଏ ରଖିଛି ସିଏ ଚାକିରି ପାଇନାହିଁ, ଏଥିପାଇଁ କି ଲକ୍ ସାଥ୍ ଦେଇନି। ତେଣୁକରି ଆପଣ ଆଉ ଛୋଟ ହାଲକା ପ୍ରିପାରେସନ୍ କଲେ ଚଳିବ ନାହିଁ, ଆପଣଙ୍କୁ ହାର୍ଡ଼ ପ୍ରିପାରେସନ୍ କରିବାକୁ ପଡ଼ିବ, ବୁଝିହେଲା। ହାର୍ଡ଼ୱାର୍କ କରିବାକୁ ପଡ଼ିବ। ଇତିମଧ୍ୟରେ ଭିଡ଼ିଓଟି ମାତ୍ର ଏଇଠି ଛୋଟ ଭିଡ଼ିଓଟି ଥିଲା, ହାର୍ଡ଼ୱାର୍କ କରନ୍ତୁ, ଗୋଟେ ଡ୍ରିମ୍ ଜବ୍ରେ ପହଞ୍ଚନ୍ତୁ, ଏତିକି କହିବି। ନମସ୍କାର, ଜୟ ଜଗନ୍ନାଥ। ଥ୍ୟାଙ୍କ ୟୁ। କଣ୍ଟିନ୍ୟୁ ପ୍ରିପାରେସନ୍ କରି ଚାଲନ୍ତୁ ଏବଂ ଚ୍ୟାନେଲରେ ବନାନ୍ତୁ। ଥ୍ୟାଙ୍କ ୟୁ।